ଆଜି ଖେଳିବେ ଏହି 11 ଘାତକ ଖେଳାଳି। ଦ୍ୱିତୀୟ ଦିନିକିଆ ପାଇଁ ଅଚାନକ ବଦଳିଗଲା ଭାରତର ପ୍ଲେଇଂ 11। ସୁମ୍ମାନେ ବାଛିଲେ ପୁରା ବଛା ବଛା ଖେଳାଳି। ଏହି ଭାରତର 11 ସେର ଧ୍ୱସ୍ତ ବିଧ୍ୱସ୍ତ କରିଦେବ ଆଫଗାନିସ୍ତାନ ଦଳକୁ। ଆଜି ଦ୍ୱିତୀୟ ଦିନିକିଆ ମୁକାବିଲାରେ ଭାରତ 2-0 ସିରିଜ୍ କବ୍ଜା କରିବାକୁ ପଡ଼ିଆକୁ ଓହ୍ଲାଇବ ଗିଲ୍ ସେନା। ଦେଖିବାକୁ ଗଲେ ସୁମ୍ମାନ ଗିଲ୍ ସେନା କେତେ ପ୍ରସ୍ତୁତ ଅଛନ୍ତି ଏବଂ ଏହି ମ୍ୟାଚ୍ରେ କେଉଁ ଖେଳାଳି ରହିବେ ଏବଂ କାହାକୁ ବାଦ୍ ପଡ଼ିବେ ସେହି ବିଷୟରେ ଆଲୋଚନା କରିବା। ଦେଖିବାକୁ ଗଲେ ପ୍ରଥମ ମ୍ୟାଚ୍ ଅତି ସହଜରେ ଜିତିଥିବା ବେଳେ ଏବଂ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଜିତିବାକୁ ପ୍ରୟାସ କରିବ ସୁମ୍ମାନ ଗିଲ୍ର ସେନା। ଦେଖିବାକୁ ଗଲେ ଓପନିଂ ଯୋଡ଼ି ରୋହିତ ଶର୍ମା, ସୁମ୍ମାନ ଗିଲ୍, ଇଶାନ କିଶାନ, ଶ୍ରେୟାସ ଆୟାର, କେଏଲ୍ ରାହୁଲ, ନୀତିଶ କୁମାର ରେଡ୍ଡି ରହିଛନ୍ତି ଏବଂ ବୋଲିଂ ଲାଇନ୍ ଭଲ ରହିଛନ୍ତି। ଅର୍ଶଦୀପ ସିଂ ରହିଛନ୍ତି। ତାପରେ ଦେଖିବାକୁ ଗଲେ ହର୍ଷଦୀପ ରହିଛନ୍ତି ଏବଂ ଗୁରନୂର ବ୍ରାର ରହିଛନ୍ତି। ଏହି ବୋଲର ଆଫଗାନିସ୍ତାନ ଦଳକୁ ଆଣ୍ଠେଇବ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜି ହୋଇଥିବା ବେଳେ ଆଜି ଲକ୍ଷ୍ନୌର ଏକନାଥ ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ 1:30ରୁ ଖେଳ ଆରମ୍ଭ ହେବ। ଆଜିର ମ୍ୟାଚ୍ରେ ବର୍ଷା ହେବାର ସମ୍ଭାବନା ନାହିଁ। ପୁରା ଖେଳ ହେବ, 50-50 ଓଭର ଖେଳ ହେବ। ତେବେ ଆଜିର ମ୍ୟାଚ୍ ବହୁତ ହାଇ ଭୋଲ୍ଟେଜ୍ ହେବ ଏବଂ ଆଫଗାନିସ୍ତାନ ଦଳ ମଧ୍ୟ ଚେଷ୍ଟା କରିବ ଇଣ୍ଡିଆକୁ ରୋକିବା ପାଇଁ। ତେବେ ଆଜିର ମ୍ୟାଚ୍ ବହୁତ ସଂଘର୍ଷପୂର୍ଣ୍ଣ ଦେଖିବାକୁ ମିଳେ। ତେବେ କମେଣ୍ଟରେ କୁହନ୍ତୁ ଆଜିର ମ୍ୟାଚ୍ କ'ଣ ଜିତିବ ନା ରୋହିତ ଶର୍ମା ଶତକ ମାରିବ, ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।